କାରଣ ପ୍ରଭୁ ଆମମାନଙ୍କୁ ଏହି ଧରା ପୃଷ୍ଠରେ ବଞ୍ଚାଇକି ରଖିଛନ୍ତି। ଆମେ ଦେଖୁଅଛୁ ଅନେକ ସ୍ଥାନରେ ଭୟଙ୍କର ଘଟଣା ଘଟି ଯାଉଛି, କିନ୍ତୁ ପ୍ରଭୁଙ୍କର ବିବିଧ ଦୟା ସକାଶୁ ଆମ୍ଭେମାନେ ବିନଷ୍ଟ ହୋଇନାହୁଁ। ତାଙ୍କର କରୁଣା ଆମମାନଙ୍କ ପ୍ରତି ଆମ ଜୀବନ ଅପେକ୍ଷା ଉତ୍ତମ ଅଟେ, ଯେପରି ଦାଉଦ କହନ୍ତି। ପ୍ରଭୁଙ୍କୁ ଧନ୍ୟବାଦ ଦିଏ ଆଜିର ଏହି ସକାଳ ସମୟ ନିମନ୍ତେ। ପ୍ରଭୁ ପୁଣି ଥରେ ଆପଣମାନଙ୍କର ମଧ୍ୟରେ ମୋର ସାକ୍ଷ୍ୟକୁ କହିବା ପାଇଁ ସୁଯୋଗ ଦେଇଛନ୍ତି, ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଯେପରି ମୁଁ ଗତ ଦିନ ମାନଙ୍କରେ ଆପଣଙ୍କୁ କହିଥିଲି, ମୋ ନାଁ ହଉଛି ଅମିତ କୁମାର ଚେଟି। ମୋ ଗ୍ରାମ ହଉଛି ଦାମନଯୋଡ଼ି ପାଖ ଲିଟିଗୁଡା। ଦାମନଯୋଡ଼ିରୁ ଜଷ୍ଟ 3-4 କିଲୋମିଟର ହବ। ଆଉ ସେଠି ମୁଁ ଜନ୍ମରୁ ବାସ କରେ। ମୋର ମା ବାପା, ମୋର ଜେଜେମା, ଜେଜେବାପା ସମସ୍ତେ ସେମାନେ ପୂର୍ବରୁ ଖ୍ରୀଷ୍ଟିଆନ JLC ଲୁଥରାନ ବ୍ୟାକଗ୍ରାଉଣ୍ଡର। ଆଉ ସାନ ବେଳରୁ ହିଁ ଆମେ ସବୁ ଚର୍ଚ୍ଚ ଯାଇଥାଉ। ଆଉ ସେଠାରେ ଚର୍ଚ୍ଚ ଯାଉଥିଲୁ ସତ, ବଟ୍ ଯେତେବେଳେ ମୁଁ ସ୍କୁଲ ପାଠ ପଢିବା ପାଇଁ ଆରମ୍ଭ କଲି, ଧୀରେ ଧୀରେ ବଡ ହେବା ପାଇଁ ଆରମ୍ଭ କଲି। ଆଉ ଚର୍ଚ୍ଚ ତ ଯାଉଥିଲି, ବଟ୍ ଜୀବନରେ କିଛି ପରିବର୍ତ୍ତନ ନଥିଲା। ଆଉ ଭଲ ପାଠ ପଢୁଥିଲି, ମୁଁ ସାନ ବେଳରୁ ଭଲ ଷ୍ଟୁଡେଣ୍ଟ ଥିଲି। ମୋର ହ୍ୟାଣ୍ଡ ରାଇଟିଂ ଟା ବହୁତ ଭଲ ଥିଲା, ଆଉ ପାଠ ବି ଭଲ ଥିଲି। ଘରକୁ ଗୋଟିଏ ପୁଅ ମୁଁ, ମୋର ଗୋଟେ ସାନ ଭଉଣୀ ଅଛନ୍ତି, ଆଉ ମୁଁ ଗୋଟିଏ ପୁଅ। ଭଲ ପାଠ ପଢୁଥିଲି, କିନ୍ତୁ ଯେତେବେଳେ 7th କ୍ଲାସ କୁ ଗଲି, ସେ ସମୟରୁ ମୋର ଜୀବନର ବହୁତ ଖରାପ ଅଭ୍ୟାସ ଯାକ ଆସିଲା। ସାଙ୍ଗମାନଙ୍କ ସହିତ ମିଶିକି ବହୁତ ବୁଲାବୁଲି କରିବାକୁ ଆରମ୍ଭ କଲି। ଅନେକ ପ୍ରକାରର ନିଶା ଦ୍ରବ୍ୟ ସେବନ କରିବାକୁ ଆରମ୍ଭ କଲି। ତାପରେ ଆମ ମା ବାପା ମୋ ପାଇଁ ବହୁତ ଚିନ୍ତିତ ହେଇଗଲେ। ସାନ ବେଳରୁ ପିଲାଟା ସବୁ ନିଶା ଦ୍ରବ୍ୟ କରୁଛି, ଜୁଆ ଖେଳୁଛି, ଜୁଆ ମଧ୍ୟ ଖେଳିବା ପାଇଁ ଶିଖିଲି ମୁଁ। ତାପରେ ଘରର ସବୁ ପଇସା ପତ୍ର ଯେତେ କାମ କରିକି ଆଣିକି ରଖୁଥିଲେ, ସାନ ବେଳରୁ 7th-8th କ୍ଲାସ ରୁ ମୁଁ ଘରଠୁ କାଢି ନେଇକି ସବୁ ଜୁଆ ଖେଳିବା ପାଇଁ ଆରମ୍ଭ କଲି। ଏମିତି ହେଇକି ଜୀବନଟା ବହୁତ ଖରାପ ଆଡକୁ ଗତି କରୁଥିଲା। ମା ବାପା ବହୁତ ଚିନ୍ତାରେ ରହୁଥିଲେ। ସେ ସମୟରେ ଏମିତି ସମୟ ଆସିଲା, ଗୋଟେ ଦିନ ଆମ ଗାଁରେ ଗୋଟେ ସନ୍ଧ୍ୟା ପ୍ରାର୍ଥନା ହଉଥିଲା। ଆଉ ସେ ସନ୍ଧ୍ୟା ପ୍ରାର୍ଥନାରେ ଯାଇକି ମୁଁ ବସିଲି। ଜଣେ ପ୍ରଭୁଙ୍କର ଦାସ ସେ ଆସିକି ପ୍ରଚାର କରୁଥିଲେ, ଆଉ ସେ ବାକ୍ୟ ମତେ ସ୍ପର୍ଶ କଲା। ତାପରେ ଖରାପ ଅଭ୍ୟାସ ତ ଛାଡିନି, ହେଲେ ବି ମନେ ମନେ ମୁଁ ସବୁ ଭାବିବାକୁ ଆରମ୍ଭ କଲି, ମୋ ପାଇଁ ଏତେ ସବୁ ଘରେ ଚିନ୍ତା କରୁଛନ୍ତି, ଆଉ ଆଉ ମୁଁ ବହୁତ ଖରାପ ରାସ୍ତାକୁ ଯାଉଛି। ମୋ ପାଇଁ ମୋର ମା ବାପା ବହୁତ ଟେନସନ ହଉଛନ୍ତି। ଏମିତି ଚିନ୍ତା କରିବାକୁ ଆରମ୍ଭ କଲି। ତାପରେ ଧୀରେ ଧୀରେ ମୁଁ ଆଉ ପ୍ରାର୍ଥନାରେ ଯାକୁ ଗଲି। ପ୍ରାର୍ଥନାରେ ଯାଇକି ତାପରେ ମୁଁ ଭାବିଲି ଯେ ସତରେ ଯଦି ପ୍ରଭୁଙ୍କର ପଥରେ ଯଦି ମୁଁ ଚାଲିବି ନାହିଁ, ଯଦି ମୁଁ ଖରାପ ଅଭ୍ୟାସ ଯଦି ଛାଡିବି ନାହିଁ, ତାହେଲେ ମୋର ଜୀବନ ହିଁ ଖରାପ ହେଇଯିବ। ସେଥିପାଇଁ ପ୍ରଭୁଙ୍କ ପଥରେ ମତେ ଚାଲିବାର ଅଛି। ଯଦି ମୁଁ ପ୍ରଭୁଙ୍କ ପଥରେ ଚାଲିବି ନାହିଁ, ମୋର ଜୀବନ ନଷ୍ଟ ହେବ, ମୁଁ ପରିତ୍ରାଣ ପାଇପାରିବି ନାହିଁ, ମୁଁ ନରକକୁ ଯିବି। ଏମିତି ସବୁ ପ୍ରଭୁଙ୍କର ବାକ୍ୟ ଶୁଣିଲା ପରେ ମତେ ଏମିତି ସବୁ ଭାବନା ଆସିବାକୁ ଆରମ୍ଭ କଲା। ତାପରେ ସେ ସମୟରେ ଯେତେବେଳେ ମୋର 10th କ୍ଲାସ ଚାଲିଥିଲା, ସେ ସମୟରେ ଆମ ମାମୁଁ ଜଣେ କହିଲେ କି ତମେ ସବୁ ମନ ପରିବର୍ତ୍ତନ କର। ମାମୁଁ ବି ଜଣେ ପାଳକ ଥିଲେ, ଆଉ
ସେ କହିଲେ ଯେ ତୁମେ ସବୁ ମନ ପରିବର୍ତ୍ତନ କର ଆଉ ତୁମେ ପ୍ରଭୁଙ୍କର ସେବାରେ ତୁମେ ଯିବାକୁ ପଡିବ। ତାପରେ ଆମ ଘର ଲୋକ ବି କହିଲେ କି ତୁ ତ ମନ ପରିବର୍ତ୍ତନ କରିବାକୁ ପଡିବ, ପ୍ରଭୁଙ୍କ ରାସ୍ତାରେ ଯା। ଆଉ ସବୁ ଧୀରେ ଧୀରେ ମୁଁ ଖରାପ ଅଭ୍ୟାସ ସବୁ ଛାଡିଲି। ତାପରେ 10th କ୍ଲାସ ପରେ ସିଧାସଳଖ ବାଇବଲ କଲେଜକୁ ମତେ ପଠାଇ ଦେଲେ। ଆଉ ସେଠାରେ ଯାଇକି ବାପ୍ତିସ୍ମ ବି ମୁଁ ନେଇନଥିଲି, ସେଠାରେ ଯାଇକି ପ୍ରଭୁଙ୍କର ବାକ୍ୟକୁ ଶ୍ରବଣ କରିକି ସେଠାରେ ବାପ୍ତିସ୍ମ ନେଲି। ବାପ୍ତିସ୍ମ ନେଇକି ସେଠାରେ 3 ବର୍ଷ ଯାଏ ପ୍ରଭୁଙ୍କର ବାକ୍ୟ ମୁଁ ଶିଖିଲି। ପ୍ରିୟ ଭାଇ ଭଉଣୀ ମାନେ, ଆଜି ସକାଳ ସମୟରେ କହିବାକୁ ଚାହେଁ ଯେ ପ୍ରଭୁଙ୍କ ଠାରେ ସବୁ କିଛି ସମ୍ଭବ ଅଟେ। ସେ ଆମମାନଙ୍କର ଜୀବନକୁ ପରିବର୍ତ୍ତନ କରିପାରନ୍ତି ଆଉ ସେ ଜୀବନକୁ ପରିବର୍ତ୍ତନ କରନ୍ତି। ଯେକୌଣସି ବ୍ୟକ୍ତି ଯେତେ ଖରାପ ବ୍ୟକ୍ତି ହେଲେ ମଧ୍ୟ ଯଦି ଆମେ ପ୍ରଭୁଙ୍କ ଠାରେ ଯଦି ଆମେ ଶରଣ ନେବା, ଆମମାନଙ୍କର ଜୀବନକୁ ସେ ବଦଳାଇ ଦିଅନ୍ତି। ବାସ୍ତବରେ ଆଜି ଆମ ପାଖରେ କିଛି ନାହିଁ, ବଟ୍ ଆମମାନଙ୍କର ଜୀବନକୁ ପ୍ରଭୁ ବଦଳାଇଛନ୍ତି, ପରିବର୍ତ୍ତନ କରୁଛନ୍ତି। ଆଉ ଆମମାନେ ପ୍ରଭୁଙ୍କ ଠାରେ ଅଛୁ, ଏହାଠୁ ଆଉ ବଡ ବିଷୟ କିଛି ମଧ୍ୟ ନାହିଁ। ଆଉ ପ୍ରଭୁଙ୍କ ଠାରେ ଯୋଉମାନେ ଅଛନ୍ତି ସେମାନେ ଜୀବନକୁ ପ୍ରାପ୍ତ ହେବେ, ତାଙ୍କର ବାକ୍ୟରେ ଲେଖା ଯାଇଅଛି। ମୁଁ ଜାଣିପାରୁଛି ଯେ ଜୀବନର ସବୁଠୁ ବଡ ବିଷୟ ହଉଛି ପ୍ରଭୁଙ୍କୁ ଜାଣିବା ଏବଂ ପ୍ରଭୁଙ୍କ ପଥରେ ଚାଲିବା। ତାଠୁ ଆଉ ବଡ ବିଷୟ କିଛି ମଧ୍ୟ ନାହିଁ। ଏଇ ପୃଥିବୀରେ ସବୁ କିଛି ମିଳିଯିବ, ଏଇ ପୃଥିବୀରେ ଧନ ସମ୍ପତ୍ତି ସବୁ ମିଳିବ, କିନ୍ତୁ ଧନ ସମ୍ପତ୍ତିରେ ଜୀବନ ନାହିଁ। ସେଠାରେ କ୍ଷଣ କାଳ ସ୍ଥାୟୀ ଆନନ୍ଦ ରହିଥାଏ, କିନ୍ତୁ ପ୍ରଭୁଙ୍କ ଠାରେ ଜୀବନ ରହିଅଛି, ଆନନ୍ଦ ରହିଅଛି, ତାହା ମୁଁ ବୁଝିପାରୁଛି। ମୋ ସାଙ୍ଗମାନେ ଯେତେବେଳେ ମୁଁ ଥିଓଲୋଜି ପଢିକି ପ୍ରଭୁଙ୍କର କାର୍ଯ୍ୟ କରିବାକୁ ଆରମ୍ଭ କଲି, ଆଉ ମୋର ଜୀବନ ପରିବର୍ତ୍ତନ ହେଲା। ଲୋକମାନେ ଦେଖିକି ମୋର ଜୀବନ ଦ୍ଵାରା ବହୁତ କିଛି ଶିଖି ପାରିଲେ। କିନ୍ତୁ ମୋର ଅନେକ ସାଙ୍ଗମାନେ ଅଛନ୍ତି, ସେମାନେ ଭଲ ଚାକିରି କରନ୍ତି, ଭଲ କାମ କରନ୍ତି, ବହୁତ ପଇସା ଇନକମ କରନ୍ତି। ଆଉ ସେମାନେ ମତେ ଦେଖିକି କହନ୍ତି କି ତମେ ହିଁ ଭଲରେ ଅଛ, ଆଉ ତୁମ ପାଖରେ ତମେ ହିଁ ପ୍ରଭୁଙ୍କ ଠାରେ ରହିକି ବହୁତ ଭଲରେ ଅଛ। ଆମେ ଯେତେ ଚାକିରି କଲେ ମଧ୍ୟ, ଇନକମ କଲେ ମଧ୍ୟ ଆମେ ପ୍ରଭୁଙ୍କ ଠାରେ ନାହିଁ, ମଦ୍ୟପାନ କରୁଛୁ, ନିଶା କରୁଛୁ। ସେମାନଙ୍କୁ ମୁଁ କହେ କି ତୁମମାନେ ପ୍ରଭୁଙ୍କ ଠାରେ ରୁହ, ପ୍ରଭୁଙ୍କ ବାକ୍ୟ ଅନୁସାରେ ପରିଚାଳିତ ହୁଅ, ପ୍ରଭୁ ତୁମକୁ ଶାନ୍ତି ଦେବେ, ପ୍ରଭୁ ତୁମମାନଙ୍କୁ ଆନନ୍ଦ ଦେବେ। ତମେ ଚାକିରି କର, ବିଜନେସ କର, କିନ୍ତୁ ପ୍ରଭୁଙ୍କ ଠାରେ ଲାଗିକୁ ରୁହ। ସେମାନଙ୍କୁ ମୁଁ ଉତ୍ସାହ ଦେଇଥାଏ। ଆଉ ସେମାନେ ଜାଗତିକ ଭାବ ଅନୁସାରେ କଥାବାର୍ତ୍ତା କରନ୍ତି, ବଟ୍ ସେମାନଙ୍କୁ ମୁଁ ଉତ୍ସାହ ଦେଇଥାଏ ପ୍ରଭୁଙ୍କ ଠାରେ ଲାଗି ରହିବା ପାଇଁ, ପ୍ରଭୁଙ୍କୁ ଜାଣିବା ପାଇଁ। ପ୍ରିୟ ଭାଇ ଏବଂ ଭଉଣୀ ମାନେ, ଆଜି ସକାଳ ସମୟରେ ମୁଁ କହିବାକୁ ଚାହେଁ ଯେ ପ୍ରଭୁଙ୍କ ଠାରେ ହିଁ ଜୀବନ ରହିଅଛି। ଯେପରି ମୁଁ ଗତ ଥର କହିଥିଲି ଗୀତ ସଂହିତା 16 ପର୍ବ ତାର 11 ପଦରେ, ପ୍ରଭୁଙ୍କ ଠାରେ ଜୀବନ ଥାଏ। ପ୍ରଭୁଙ୍କ ପଥରେ ଚାଲିଲେ ଆମମାନଙ୍କୁ ଜୀବନ ମିଳିବ। ତ ପ୍ରଭୁ ଆମମାନଙ୍କର ଜୀବନକୁ ପରିବର୍ତ୍ତିତ କରନ୍ତି। ବାସ୍ତବରେ ପ୍ରଭୁଙ୍କୁ ଜାଣିବା, ସତ୍ୟ ଈଶ୍ୱରଙ୍କୁ ଜାଣିବା ଏବଂ ତାଙ୍କର ପଥରେ ଚାଲିବା ଏକ ଭାଗ୍ୟବାନର ବିଷୟ ଅଟେ। ଯଦି ଆମମାନେ ପ୍ରଭୁଙ୍କୁ, ଯଦି ମୁଁ ଜାଣିନଥାନ୍ତି ପ୍ରଭୁଙ୍କ ପଥରେ ଯଦି ମୁଁ ଚାଲି ନଥାନ୍ତି, ଏ ଯାଏ ମୋର ଜୀବନ ନଷ୍ଟ ହେଇ ଯାଇଥାନ୍ତା। ମୁଁ ଖରାପ ସାଙ୍ଗମାନଙ୍କ ସହିତ ମିଶିକି ଖରାପ ଅଭ୍ୟାସ କରିକି ମୋର ଜୀବନ ନଷ୍ଟ ହେଇ ଯାଇଥାନ୍ତା। ପ୍ରଭୁ ମୋ ମୁଖ ଦ୍ଵାରା ସେ ନିଜେ ଜଣାଇଲେ। ଯେତେବେଳେ ମୁଁ ଗୋଟିଏ ଦିନ ବାଥରୁମରେ ବାଇବଲ କଲେଜରେ ଯେତେବେଳେ ମୁଁ ମୋର କପଡାକୁ ସଫା କରୁଥିଲି, ମୋର ମୁଖରୁ ବାହାରିଲା, अमित अगर तू प्रभु को नहीं जानता तेरा जीवन अभी नष्ट हो जाता। मोर मुखरू हठात बाथरूम रे बाहरिला। तापर मु जाइकी आम चर्च रे साक्ष्य देली, एमिति बाहरिला। वास्तव रे प्रभु मते मनोनीत करिसंती, प्रभु मते मनोनीत करिसंती तांकर कार्य पे। आउ आउ
से दिनरू आउ मु प्रभु ठारे समर्पित हेली जे प्रभु जदि तुमे मते मनोनीत करि न थांतो तुमे ठारे जदि मु चाली न थांती मोर जीवन नष्ट हो जाई थांता आउ सबुठु खराब हो थांता जे मु नरक को जाई थांती। प्रिय भाई एवं भौणी माने जदि हम माने प्रभु ठारे न रहिबा ताहेले हम माने नरक को जीवा जोंठी दंतर किड़िमिड़ी हबो सर्वदा अग्नि जलुथिबो से अग्निमय हृदय आम माने पका जीवो सेथिबाई जीवन रे बंची थाउ थाउ आम माने प्रभु को जानिबा प्रभु को पथरे चलिबा आम मानकर कर्तव्य अटे। आपण मान को मु समस्त को अनुरोध करे जे आपण माने समस्ते मो पे प्रार्थना करंतु आहुरी प्रभु ठारे लागी रहिबा पे आहुरी तांकर सेवा करबा पे आ अनेक गाँ जाक अच्छी विजातीय गाँ जाक से गाँ जाक जाकि सुसमाचार प्रचार करने कारण अनेक लोक विनष्ट होगापे जाऊँच से माने जेपरि विनष्ट न होती से आम सुसमाचार नहीं जीवु कारण सुसमाचार गोटे लोकर जीवन को परिवर्तन कर सुसमाचार गोटे व्यक्ति को बंचाई पार नरकरु महाविनाश ठारू सुसमाचार एते शक्ति अच्छी जे गोटे लोकर जीवन को से बंचाई पारिबो सुरक्षा दे पारिबो सेतबे आपण माने समस्त हम पे प्रार्थना करंतु हमर परिवार पे प्रार्थना करंतु जे हम माने समस्त जेपरि प्रभु को सेवा करिबु अनेक आत्मार परित्राणर कारण होई पारिबु अनेक को प्रभु को पथरे हमें चलाई पारिबु सेतबे आपण माने समस्त हम पे प्रार्थना करंतु है मु निवेदन करुअछि आ मु बेसी कहबा पे चाहे नै वर्तमान मु प्रभु को सेवा कार्य रे सिमलीगुड़ा रे अछि हम मानकर सीनियर पास्टर रेवरेंड आईडी सुना फेथ मिनिस्ट्री तांकर अंडर रही कि मु प्रभु को सेवा कार्य करुअछि सिमलीगुड़ा रे आपण माने प्रार्थना करंतु से अंचल रे अनेक लोक अछंती जो माने कि प्रभु को जानि नाहंती आ से माने हृदय जेपरि प्रभु कार्य करेंगे से निकट जेपरि आम माने सुसमाचार देबू घरे घरे जाइए आम पत्रिका बंटन करूँ प्रभु एपरी प्रेरणा दौरान 2025 मसीह आपण समस्त प्रार्थना करंतु आउ प्रार्थना करंतु जेपरि आम माने प्रभुंकर सेवारे आगे को बढ़ी पारबो आ मु बेसी किछ कहबा चाहे नाही आउ जदि सुजोग मिले आहुरी